करोति वाचालं पङ्गुं लङ्घयते गिरिं यत्कृपा तमहं वन्दे परमानन्दमाधवम्। ଅର୍ଥାତ୍ ଯାହାଙ୍କ କୃପା ମୁକକୁ ବାଗ୍ମୀ କରିଦେଇପାରେ, ପଙ୍ଗୁକୁ ଗିରି ଲଙ୍ଘନ କରାଇ ଦେଇପାରେ, ସେଇ ପରମାନନ୍ଦ ମାଧବଙ୍କୁ ମୁଁ ବନ୍ଦନା କରୁଛି। ଶ୍ରୋତାବନ୍ଧୁ, ସାହିତ୍ୟ ସଂସ୍କୃତି ଚିନ୍ତନକୁ ନେଇ ଆମର ଏଇ ବିଶେଷ ଆଲୋଚନା ମଞ୍ଚରେ ଆମେ ଆମ ଓଡ଼ିଆ ଭାଷା ସାହିତ୍ୟକୁ ଯେଉଁ ସୂକ୍ଷ୍ମ ତତ୍ତ୍ୱ ସବୁ ପରିପୁଷ୍ଟ କରୁଛି ବୋଲି ଅନୁଭବ କରୁଛେ, ତାକୁ ହିଁ ନେଇ ଆମେ ବାରମ୍ବାର ଆପଣମାନଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରୁଛୁ। ଆମ ଚିନ୍ତନକୁ ପ୍ରଜ୍ଞା ଏବଂ ଶୁଦ୍ଧ ସୌନ୍ଦର୍ଯ୍ୟରେ ଯେଉଁ ତତ୍ତ୍ୱଗୁଡ଼ିକ ବିଭୂଷିତ କରେ, ଆମେ ସେହି ପ୍ରକାର ଆଲୋଚନା ମଧ୍ୟ କରୁଛୁ। ଆଜି ଆମ ସଂସ୍କୃତିର ବଳିଷ୍ଠ ଦିଗ ମହର୍ଷି ବେଦବ୍ୟାସ ପ୍ରଣୀତ ଶ୍ରୀମଦ୍ ଭାଗବତର ଏକାଦଶ ସ୍କନ୍ଧକୁ ନେଇ ଆମର ଏକ ସ୍ୱତନ୍ତ୍ର ଆଲୋଚନା। ଶ୍ରୋତାବନ୍ଧୁ, ଏହି ଆଲୋଚନାର ଓଡ଼ିଆ ଭାଷାନ୍ତର କୁ ପ୍ରକାଶ କରିଛନ୍ତି ସ୍ୱାମୀ ନାରାୟଣ ଅର୍ପଣାନନ୍ଦ ସରସ୍ୱତୀ। ଆଜି ଆମେ ଶୁଣିବା ଏକାଦଶ ସ୍କନ୍ଧର ପ୍ରଥମ ଅଧ୍ୟାୟ ଯଦୁବଂଶକୁ ଋଷିମାନଙ୍କର ଅଭିଶାପ ଆଧାରିତ ଏକ ପବିତ୍ର ଆଲୋଚନା। ବ୍ୟାସନନ୍ଦନ ଭଗବାନ ଶ୍ରୀ ଶୁକଦେବ କହି ଚାଲିଲେ, ହେ ପରୀକ୍ଷିତ, ଶ୍ରୀ ବଳରାମ ତଥା ଅନ୍ୟ ଯାଦବମାନଙ୍କ ସହିତ ମିଶି ଭଗବାନ ଶ୍ରୀକୃଷ୍ଣ ବହୁ ଦୈତ୍ୟଙ୍କୁ ସଂହାର କଲେ। କୌରବ ଏବଂ ପାଣ୍ଡବମାନଙ୍କ ମଧ୍ୟରେ ଭୀଷଣ କଳହ ଉତ୍ପନ୍ନ କରାଇ ପୃଥିବୀର ଭାର ଲାଘବ କରିଦେଲେ। ପାଣ୍ଡବମାନଙ୍କୁ ତାଙ୍କର ଶତ୍ରୁ କୌରବମାନେ କପଟପୂର୍ଣ୍ଣ ପଶା ଖେଳରେ ହରାଇ ନାନା ପ୍ରକାରେ ଅପମାନିତ କରି ଏବଂ ଦ୍ରୌପଦୀଙ୍କ କେଶ ଆକର୍ଷଣ ଆଦି ନାନା ଅତ୍ୟାଚାର କରି ଅତ୍ୟନ୍ତ କ୍ଷୁବ୍ଧ କରିଦେଲେ। ଭଗବାନ ସେହି ପାଣ୍ଡବମାନଙ୍କୁ ନିମିତ୍ତ କରି କୌରବ ଓ ପାଣ୍ଡବଙ୍କ ପକ୍ଷରେ ଏକତ୍ର ହୋଇଥିବା ରାଜାମାନଙ୍କ ମଧ୍ୟରେ ପାରସ୍ପରିକ କଳି ଭିଆଇ ସେମାନଙ୍କୁ ଯୁଦ୍ଧରେ ମାରି ପକାଇଲେ। ଏପରି ଭାବରେ ସେ ପୃଥିବୀର ଭାର ଲାଘବ କରିଦେଲେ। ଭଗବାନ ଶ୍ରୀକୃଷ୍ଣ ତ ଅପ୍ରମେୟ ସ୍ୱରୂପ, ସେ ନିଜର ବାହୁ ବଳରେ ସୁରକ୍ଷିତ ଯାଦବମାନଙ୍କ ଦ୍ୱାରା ପୃଥିବୀ ପାଇଁ ଭାରସ୍ୱରୂପ ହୋଇଥିବା ରାଜାମାନଙ୍କୁ ତଥା ସୈନ୍ୟମାନଙ୍କୁ ବିନାଶ କରିଦେବା ପରେ ବିଚାର କରିବାକୁ ଲାଗିଲେ, ଆରେ, ଏଇ ଅଜେୟ ଯାଦବକୁଳ ତ ପୃଥିବୀରେ ବିଦ୍ୟମାନ ଅଛି। ମୋ ବିଚାରରେ ପୃଥିବୀର ଭାର କିଛିଟା ଲାଘବ ହୋଇଥିଲେ ମଧ୍ୟ ଏହି ପ୍ରବଳ ପ୍ରତାପୀ ଯାଦବମାନେ ଯେପର୍ଯ୍ୟନ୍ତ ଜୀବିତ ଅଛନ୍ତି, ସେ ପର୍ଯ୍ୟନ୍ତ ପୃଥିବୀର ଭାର ସମ୍ପୂର୍ଣ୍ଣ ଲାଘବ ହୋଇନାହିଁ। ମୋ ଆଶ୍ରୟରେ ରହିଥିବାରୁ ଏହି ଯଦୁବଂଶୀମାନଙ୍କର କୌଣସି ପ୍ରକାରେ ପରାଭବ ହୋଇପାରିବ ନାହିଁ। ଏମାନେ ଅତ୍ୟନ୍ତ ଉଚ୍ଛୃଙ୍ଖଳ ହୋଇଗଲେଣି। ଅପାର ବୈଭବ ହେତୁ ଏମାନେ କାହାରି ଶାସନକୁ ମାନୁନାହାନ୍ତି। ତେଣୁ ବାଉଁଶରେ ବାଉଁଶ ଘଷି ଅଗ୍ନି ଉତ୍ପନ୍ନ ହେବାରୁ ଯେପରି ବାଉଁଶ ବଣ ପୋଡ଼ି ଭସ୍ମ ହୋଇଯାଏ, ଏମାନଙ୍କ ମଧ୍ୟରେ ସେହିପରି ପାରସ୍ପରିକ କଳହ ସୃଷ୍ଟି କରିଦେଇ ମୁଁ ମୋର ଶାଶ୍ୱତ ପରମ ଧାମକୁ ଚାଲିଯିବି, ଅର୍ଥାତ୍ ଏମାନଙ୍କୁ ଧ୍ୱଂସ କରିଦେଇ ଯିବି। ହେ ରାଜନ୍, ସତ୍ୟ ସଂକଳ୍ପ ସର୍ବସମର୍ଥ ପ୍ରଭୁ ଏପରି ନିର୍ଣ୍ଣୟ କଲେ ଏବଂ ସେହି ସର୍ବବ୍ୟାପୀ ପରମାତ୍ମା ବ୍ରାହ୍ମଣମାନଙ୍କ ଶାପକୁ ନିମିତ୍ତ କରି ନିଜ କୂଳକୁ ସଂହାର କରିଦେଲେ। ଭଗବାନ ଶ୍ରୀକୃଷ୍ଣ ସମଗ୍ର ତ୍ରିଲୋକକୁ ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଦାନ କରନ୍ତି। ସେ ହେଉଛନ୍ତି ସୌନ୍ଦର୍ଯ୍ୟ ମାଧୁର୍ଯ୍ୟର ନିଧି। ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ଏତେ ସୁନ୍ଦର ଓ ଏତେ ମନୋହର ହୋଇଥିଲା ଯେ ଯେଉଁମାନେ ତାଙ୍କୁ ଥରଟିଏ ଦେଖିଦେଉଥିଲେ, ସେମାନଙ୍କର ନେତ୍ର ସବୁଦିନ ପାଇଁ ତାଙ୍କଠାରେ ଲାଖି ରହିଯାଉଥିଲା। ତାଙ୍କର ବାଣୀ ଏତେ ମଧୁର ଥିଲା ଯେ ଯେଉଁମାନେ ତାହା ଥରଟିଏ ଚିନ୍ତନ କରିଦେଉଥିଲେ, ସେମାନଙ୍କର ଚିତ୍ତ ତାଙ୍କଠାରେ ସ୍ଥିର ହୋଇ ଲାଗିଯାଉଥିଲା।
ତାଙ୍କର ସୁମଧୁର ବଂଶୀ ସ୍ୱନ ଓ ଲଳିତ ତ୍ରିଭଙ୍ଗୀ ଠାଣି ଏପରି ମୋହକ ଥିଲା ଯେ ତାହା ଶୁଣି ଓ ଦେଖି ସବୁ ପ୍ରାଣୀ ନିଜ ନିଜର କର୍ମ କଥା ଭୁଲି ଯାଉଥିଲେ ଏବଂ କାମଧନ୍ଦା ଛାଡ଼ି ଦେଇ ତାଙ୍କରି ଆଡ଼କୁ ଟାଣି ହୋଇ ଯାଉଥିଲେ। ଏହିପରି ଭାବରେ ନେତ୍ରକୁ ଆକୃଷ୍ଟ କରିବା ଦ୍ୱାରା ସେମାନଙ୍କର ସ୍ଥୂଳ ଶରୀରକୁ ଚିତ୍ତକୁ ଆକୃଷ୍ଟ କରି ସୂକ୍ଷ୍ମ ଶରୀରକୁ ଏବଂ କ୍ରିୟାମାନଙ୍କୁ ଆକର୍ଷିତ କରି ସେମାନଙ୍କ କର୍ମ ବାସନାର ବୀଜ ନାଶ କରିଦେବା ପୂର୍ବକ ସେମାନଙ୍କର କାରଣ ଶରୀରକୁ ଏହିପରି ଭାବରେ ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ କର୍ମ ବନ୍ଧନରୁ ମୁକ୍ତ କରିଦେଉଥିଲେ। ଶ୍ରୋତାବନ୍ଧୁ, ଆକର୍ଷୟତି ଇତି କୃଷ୍ଣ। ସବୁ ଆକର୍ଷଣର ମୂଳ ପୁଞ୍ଜ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଭଗବାନ ପୃଥିବୀରେ ଆପଣା ପୁଣ୍ୟମୟୀ କୀର୍ତ୍ତି ଏପରି ବିସ୍ତାର କରିଦେଲେ ଯେ ଯାହା ଫଳରେ ସେହି ଲୀଳାଗାନ କରି କରି ମନୁଷ୍ୟ ଅନାୟାସରେ ଏହି ଅଜ୍ଞାନ ଅନ୍ଧକାରକୁ ପାରି ହୋଇଯାଇପାରିବ। ପରମ ଦୟାଳୁ ଭଗବାନ ଶ୍ରୀକୃଷ୍ଣ ଏହିପରି ଭାବରେ ତାଙ୍କର ପବିତ୍ର କୀର୍ତ୍ତି ବିସ୍ତାର କରିଦେଇ ଆପଣା ପରମ ଧାମକୁ ଚାଲିଗଲେ। ଭଗବାନ ହେଉଛନ୍ତି ସମସ୍ତଙ୍କର ପ୍ରକୃତ ବନ୍ଧୁ। ପ୍ରାଣୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ହିଁ ସେ ଅବତାର ଲୀଳା କରନ୍ତି। ମନୁଷ୍ୟ ସେହି ଲୀଳାମାନଙ୍କ ଦ୍ୱାରା ସହଜରେ ଭଗବାନଙ୍କର ମନନ ଚିନ୍ତନ ସ୍ମରଣ କରି ଏହି ମୃତ୍ୟୁ ରୂପୀ ସଂସାରରୁ ତରିଯାଇ ପାରିବ। ଏଥିରେ ପ୍ରଭୁଙ୍କର ଅସୀମ କୃପା ପୂର୍ଣ୍ଣ ହୋଇ ରହିଛି। ତେଣୁ ପ୍ରଭୁଙ୍କ ନାମ ଜପ, ସ୍ୱରୂପ ଚିନ୍ତନ ଓ ଲୀଳା ସ୍ମରଣ କରିବାର ଅଭ୍ୟାସ ବଢ଼ାଇବାକୁ ପଡ଼ିବ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କହିଛନ୍ତି, ମଚ୍ଚିତ୍ତା ମଦ୍ଗତ ପ୍ରାଣା ବୋଧୟନ୍ତଃ ପରସ୍ପରମ୍ କଥୟନ୍ତଶ୍ଚ ମାଂ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ। ଅର୍ଥାତ୍ ନିରନ୍ତର ମୋଠାରେ ହିଁ ମନ ଲଗାଇଥିବା ଓ ମୋଠାରେ ପ୍ରାଣ ଅର୍ପଣ କରିଦେଇଥିବା ମୋର ଭକ୍ତମାନେ ମୋର ଭକ୍ତି ବିଷୟରେ ଚର୍ଚ୍ଚା କରି ନିଜ ନିଜ ମଧ୍ୟରେ ମୋର ପ୍ରଭାବ ପ୍ରଚାର କରି ଏବଂ ଗୁଣ ଓ ପ୍ରଭାବ ସହିତ ମୋର ଲୀଳା ବିଷୟ ବର୍ଣ୍ଣନା କରି ନିରନ୍ତର ସନ୍ତୁଷ୍ଟ ହୁଅନ୍ତି ଏବଂ ମୋ ସହିତ ଅର୍ଥାତ୍ ବାସୁଦେବଙ୍କ ସହିତ ନିରନ୍ତର ରମଣ କରନ୍ତି। ରାଜା ପରୀକ୍ଷିତ ପଚାରିଲେ, ଯଦୁବଂଶୀମାନେ ତ ବ୍ରାହ୍ମଣ ଭକ୍ତ ଥିଲେ ଏବଂ ଆଦରର ସହିତ ବୟୋଜ୍ୟେଷ୍ଠମାନଙ୍କର ସେବା କରୁଥିଲେ, ପୁଣି ସେମାନଙ୍କର ଚିତ୍ତ ସର୍ବଦା ଶ୍ରୀକୃଷ୍ଣଙ୍କ ଠାରେ ହିଁ ଲାଗି ରହିଥିଲା। ସେମାନଙ୍କ ଉପରେ ବ୍ରାହ୍ମଣମାନଙ୍କର ଅଭିଶାପ କିପରି ପଡ଼ିଲା? ବ୍ରାହ୍ମଣମାନେ କାହିଁକି ଶାପ ଦେଲେ ଓ ତାହା କେଉଁ ଶାପ? ସେହି ଯାଦବମାନଙ୍କ ମଧ୍ୟରେ ତ ପାରସ୍ପରିକ ଏକତା ରହିଥିଲା, ପୁଣି ଭେଦଭାବ କିପରି ଜାତ ହେଲା ଓ ସେମାନଙ୍କର ଏକତା କିପରି ଭାଙ୍ଗିଗଲା? କୃପା କରି ଏହି ସବୁ ମୋତେ ବୁଝାଇ କୁହନ୍ତୁ। ଶ୍ରୀ ଶୁକଦେବ କହିଲେ, ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ରୀଅଙ୍ଗ ଥିଲା ସକଳ ସୌନ୍ଦର୍ଯ୍ୟର ପୁଞ୍ଜୀଭୂତ ସ୍ୱରୂପ। ସେ ଏହି ପୃଥିବୀରେ ବହୁ ମଙ୍ଗଳମୟ କର୍ମ କରିଥିଲେ। ସେ ଥିଲେ ପୂର୍ଣ୍ଣକାମ। ସତତ ନିଜର ପରମ ଧାମରେ ରହି ନିଜ ଭିତରେ ହିଁ ରମଣ କରୁଥିବା ସେହି ଉଦାର କୀର୍ତ୍ତି ପ୍ରଭୁ ନିଜ କୁଳର ସଂହାର କରିବାକୁ ସଂକଳ୍ପ କଲେ। ସେ ବିଚାର କରି ଦେଖିଲେ ଯେ ପୃଥିବୀର ଭାର ଲାଘବ କରିବା ନିମନ୍ତେ ସେହି ଗୋଟିକ କର୍ମ ହିଁ ତାଙ୍କର ବାକି ରହିଯାଇଛି। ଭଗବାନ ଶ୍ରୀକୃଷ୍ଣ ଅନେକ ମଙ୍ଗଳମୟ ତଥା ପୁଣ୍ୟପ୍ରଦାୟକ କର୍ମ କରିଥିଲେ। ସେ ସବୁ ଗାନ କରୁଥିବା ଲୋକଙ୍କର ସକଳ ପାପ ନଷ୍ଟ ହୋଇଯାଏ। ଏପରି ବହୁ ପବିତ୍ର କର୍ମ କରି ସେହି କାଳରୂପୀ ଭଗବାନ ବସୁଦେବଙ୍କ ଘରେ ନିବାସ କରୁଥିଲେ। ସେଠାରେ ବାସ କରୁଥିବା ବେଳେ ସେ ବିଶ୍ୱାମିତ୍ର, ଅସିତ, କଣ୍ୱ, ଦୁର୍ବାସା, ଭୃଗୁ, ଅଙ୍ଗିରା, କଶ୍ୟପ, ବାମଦେବ, ଅତ୍ରି, ବଶିଷ୍ଠ ଓ ନାରଦ ଆଦି ଋଷିମାନଙ୍କୁ ଥରେ ପିଣ୍ଡାରକ କ୍ଷେତ୍ରକୁ ଅର୍ଥାତ୍ ପ୍ରଭାସ କ୍ଷେତ୍ରକୁ ପଠାଇଲେ। ଦିନକର କଥା, କେତେକ ଯଦୁବଂଶୀ କୁମାର ଖେଳୁ ଖେଳୁ ସେହି ଋଷିମାନଙ୍କ ନିକଟରେ ପହଞ୍ଚିଗଲେ। ସେମାନେ ବଡ଼ ଉଦ୍ଦଣ୍ଡ ଥିଲେ, କିନ୍ତୁ କୃତ୍ରିମ ବିନମ୍ରତା ଦେଖାଇ ସେମାନେ ସେହି ଋଷିମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥିଲେ। ସେହି ଯଦୁବଂଶୀ କୁମାରମାନେ ଜାମ୍ବବତୀଙ୍କ ପୁତ୍ର ଶାମ୍ବଙ୍କୁ ଗର୍ଭବତୀ ସ୍ତ୍ରୀ ବେଶରେ ସଜାଇ ଦେଇ ସାଥିରେ ନେଇଥାନ୍ତି। ତାଙ୍କୁ ଦେଖାଇ ସେମାନେ ଋଷିମାନଙ୍କୁ କହିଲେ, ଏହି କଜ୍ଜଳ ନୟନା ସୁନ୍ଦରୀଟି ଗର୍ଭବତୀ ହୋଇଛି। ତାର ଗୋଟିଏ ପୁତ୍ର ଜନ୍ମ କରିବାକୁ ଇଚ୍ଛା, କିନ୍ତୁ ତାର ପୁତ୍ର ହେବ କି ନାହିଁ ତାହା ତ ସେ ନିଜେ ପଚାରିବାକୁ ଲାଜ କରୁଛି। ଆପଣମାନଙ୍କର ଜ୍ଞାନ ତ ଅମୋଘ। ଏ ପୁତ୍ର ଜନ୍ମ କରିବ କି କନ୍ୟା ଜନ୍ମ କରିବ, ଆପଣମାନେ ଦୟାକରି କୁହନ୍ତୁ। ହେ ରାଜନ୍, ସେହି କୁମାରମାନେ ଋଷିମାନଙ୍କ ପାଖରେ ଛଳ କରିବାରୁ ଋଷିମାନେ କ୍ରୁଦ୍ଧ ହୋଇ କହିଦେଲେ, ରେ ମୂର୍ଖମାନେ,
ଏ ଗୋଟିଏ ମୂଷଳ ଜନ୍ମ କରିବ ଏବଂ ସେହି ମୂଷଳ ତୁମର କୂଳ ସଂହାର ହେବାର କାରଣ ହେବ। ଏହା ଶୁଣି ସେମାନେ ଅତ୍ୟନ୍ତ ଡରିଗଲେ ଏବଂ ତୁରନ୍ତ କନାପଟାରେ ଉଚ୍ଚା କରିଥିବା ଶାମ୍ବଙ୍କ ପେଟ ଖୋଲି ଦେଖନ୍ତି ତ ତା ଭିତରେ ସତକୁ ସତ ଗୋଟିଏ ଲୁହା ମୂଷଳ ରହିଛି। ତାହା ଦେଖି ସେମାନେ କହିଲେ, ହାୟ, ଆମ ଭାଗ୍ୟ ବଡ଼ ମନ୍ଦ, ଆମେ ଇଏ କ'ଣ ନ କରିଦେଲୁ, ଲୋକେ ଆମକୁ କ'ଣ ନ କହିବେ। ଏପରି ଚିନ୍ତାରେ ବ୍ୟାକୁଳ ହୋଇ ମୂଷଳଟି ଧରି ମନ ଦୁଃଖରେ ଘରକୁ ଫେରି ଆସିଲେ ସେମାନେ ସବୁ ଯାଦବଙ୍କ ଆଗରେ ସେହି ମୂଷଳଟି ରଖିଦେଇ ରାଜା ଉଗ୍ରସେନଙ୍କୁ ସମସ୍ତ ଘଟଣା ଶୁଣାଇଦେଲେ। ସେତେବେଳକୁ ସେମାନଙ୍କ ମୁଖର କାନ୍ତି ମଉଳି ଯାଇଥାଏ। ସେମାନେ କହିଲେ, ହେ ରାଜନ୍, ବ୍ରାହ୍ମଣମାନଙ୍କର ଶାପ ଅମୋଘ। ସେମାନଙ୍କର ଶାପ ଶୁଣି ଓ ମୂଷଳଟି ଦେଖି ସବୁ ଦ୍ୱାରକାବାସୀ ବିସ୍ମିତ ହୋଇଗଲେ। ସମସ୍ତେ ଭୟରେ ଥରିଲେ। ଯଦୁରାଜ ଉଗ୍ରସେନ ଲୋକ ଲଗାଇ ମୂଷଳଟିକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରାଇଦେଲେ, କିନ୍ତୁ ଶେଷକୁ ରହିଥିବା ଛୋଟିଆ ଅଂଶଟି ଚୂର୍ଣ୍ଣ ହୋଇପାରିଲା ନାହିଁ। ସେହି ଗୁଣ୍ଡତକ ଓ ଗୁଣ୍ଡ ହୋଇନଥିବା ଛୋଟ ଅଂଶଟି ସେ ସମୁଦ୍ରରେ ଫୋପାଡ଼ି ଦେଲେ। କିଛିଦିନ ଭିତରେ ମୂଷଳର ଗୁଣ୍ଡଗୁଡ଼ିକ ଲହରୀ ସହିତ ଭାସି ଆସି ସମୁଦ୍ର କୂଳରେ ଲାଗିଗଲା ଏବଂ ସେଥିରୁ ଏରକା ନାମକ ଘାସ ଉତ୍ପନ୍ନ ହେଲା। ଛୋଟ ଲୁହା ଖଣ୍ଡଟିକୁ ଗୋଟିଏ ମାଛ ଗିଳିଦେଲା। ସେହି ମାଛଟି ଅନ୍ୟ ମାଛମାନଙ୍କ ସହିତ କେଉଟଙ୍କ ଜାଲରେ ଧରାପଡ଼ିଲା। ଜଣେ ବ୍ୟାଧ ଅର୍ଥାତ୍ ଶିକାରୀ ସେହି ମାଛଟି କିଣିନେଲା ଏବଂ ମାଛ ପେଟରୁ ଲୁହା ଖଣ୍ଡିକ ପାଇ ସେ ତାହାକୁ ତାର ଶରରେ ମୁନ କରି ଲଗାଇଦେଲା। ଭଗବାନ ସବୁ କଥା ଜାଣନ୍ତି। ସେ ସର୍ବସମର୍ଥ, ସେ ସର୍ବଜୀବବାସୀ, ସେ ସର୍ବ ଅନ୍ତରବାସୀ। ସେ ଋଷିମାନଙ୍କ ଶାପକୁ ଅକାମୀ କରିଦେବାକୁ ବି ସମର୍ଥ ଥିଲେ। ତେଣୁ ତଥାପି କାଳସ୍ୱରୂପ ଭଗବାନ ଋଷିମାନଙ୍କ ଶାପକୁ ଅନୁମୋଦନ କଲେ। ଇତି ଶ୍ରୀମଦ୍ ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟା ଏକାଦଶ ସ୍କନ୍ଧେ ପ୍ରଥମୋଧ୍ୟାୟ ସମାପ୍ତ। ଶ୍ରୋତାବନ୍ଧୁ, ଆଜି ଆମେ ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଧର ଯଦୁବଂଶକୁ ଋଷିମାନଙ୍କର ଅଭିଶାପ ସମ୍ପର୍କରେ ଆଲୋଚନା କଲେ। ଅଡ଼ିଓଟି କେମିତି ଲାଗିଲା, ଆପଣମାନଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।